ମା ଦନ୍ତନ କାଳିଚଣ୍ଡୀ। ଯଦି ଆପଣ ଦେବୀଙ୍କୁ ପୂଜା କରୁଛନ୍ତି ତେବେ ଆପଣ ଜିତିବା ନିଶ୍ଚିତ। କିମ୍ବଦନ୍ତୀ ଅନୁଯାୟୀ ଏଠାରେ ଜଣେ ସାଧୁ ଥିଲେ। ଆଗରୁ ମନ୍ଦିର ନଥିଲା, ଜଙ୍ଗଲ ଥିଲା। ଦିନେ ଜଙ୍ଗଲରେ ସାଧୁ କୌଣସି କାମରେ ଜଙ୍ଗଲ ଭିତରେ ଯିବା ସମୟରେ ସନ୍ଧ୍ୟା ହୋଇଗଲା। ଜହ୍ନ ଆଲୁଅ ପଡ଼ିଥାଏ। ଜଙ୍ଗଲରେ ଭୟଙ୍କର ଆବାଜ ଶୁଭୁଥାଏ। ସାଧୁ ଭୟରେ ମନେ ମନେ କହୁଥାନ୍ତି, ମା ଜଙ୍ଗଲ ଦେବୀ ରକ୍ଷା କର କହି ଜଙ୍ଗଲ ଭିତରେ ଚାଲୁଥାନ୍ତି। କିଛି ବାଟ ଯିବା ପରେ ଝୁଣା ବାସ୍ନା ହେଲା। ସାଧୁ ଭାବିଲେ ଜଙ୍ଗଲର ଆଖପାଖ ଅଞ୍ଚଳରେ ମନ୍ଦିର ଅଛି। ଝୁଣା ବାସ୍ନା ସେଠୁ ଆସୁଛି। କିଛି ସମୟ ଠିଆ ହୋଇ ପୁଣି ଜଙ୍ଗଲରେ ଯିବା ସମୟରେ ଦେଖିଲେ ବହୁତ ସୁନ୍ଦର ପଥର, ମଣିଷଙ୍କ ପରି ପଥରରେ ଚିତ୍ର ହୋଇଛି। ପାଖକୁ ଯାଇ ଦେଖିଲେ ହଠାତ୍ ପାଉଁଜି ଶବ୍ଦ ହେଲା। ପଛକୁ ବୁଲି ଦେଖିଲେ ଜଙ୍ଗଲରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଛି, ହାତରେ ତ୍ରିଶୂଳ ଧରିଛନ୍ତି, ପାଦରେ ଅଳତା। ଜହ୍ନ ଆଲୁଅ ପଡ଼ିଥାଏ। ସବୁକିଛି ଭଲ ଭାବରେ ଦେଖାଯାଉଥାଏ। ସାଧୁ କିଛି ଦୂରରେ ଠିଆ ହୋଇ ଭୟ ନ କରି ଆଖି ବନ୍ଦ କରି ହାତ ଯୋଡ଼ି ମନ ଭିତରେ କହୁଥାନ୍ତି, ହେ ମା ମମତାମୟୀ, ମୁଁ ମୂର୍ଖ, ତୋର ସନ୍ତାନ। ମୁଁ ତତେ ଚିହ୍ନି ପାରୁନି। କିଏ ତୁମେ ମା? ଦୟାକର। ଏତିକି କହି ଆଖି ଖୋଲିଲାସି ମା ଅଦୃଶ୍ୟ ହୋଇଯାଇଛନ୍ତି। ଶୂନ୍ୟବାଣୀ ହେଲା, ପୁତ୍ର, ମୁଁ ଦନ୍ତନ କାଳିଚଣ୍ଡୀ। ଯେଉଁ ପଥର ପାଖରେ ଠିଆ ହୋଇଛୁ, ମୁଁ ସେହି ପଥର ଶିଳାରେ ଜୀବନ୍ତ ରୂପେ ବିରାଜମାନ। ମନ୍ଦିର ତିଆରି କରି ମୋତେ ପୂଜା କରିବୁ।